ଆଗକୁ ଆମର ନବବର୍ଷ ପଣା ସଂକ୍ରାନ୍ତି ଆସୁଛି ନା। ପଣା ସଂକ୍ରାନ୍ତି ସ୍ପେଶିଆଲ ଆମର ଗୋଟେ ସାଧା ଡାଲମାର ରେସିପି ଆପଣମାନେ ପାଉଛନ୍ତି। ଯେଉଁଟାକି ଅଦା ହେଙ୍ଗୁ ଛୁଙ୍କ ଦିଆ ବିନା ପିଆଜ ରସୁଣରେ ବନିଛି ସାଧା ଡାଲମା। ଡାଲମା ବନେଇବା ଲାଗି ମୁଁ ପରିବାରେ ଯାହା ବିି ସବୁ ମୋ ପାଖରେ ପରିବା ଥିଲା ସାରୁ ଆଳୁ ବାଇଗଣ କଖାରୁ ଟମାଟୋ ଭଣ୍ଡା ଝୁଡ଼ୁଙ୍ଗ ସଜନା ଛୁଇଁ ଗାଜର ଏସବୁ ପରିବାକୁ ନେଇକି ମୁଁ ବନେଇବି ଆଜି ସାଧା ଡାଲମା। ପରିବାକୁ ପ୍ରଥମେ ମୁଁ କାଟି ଦେଉଛି କାଟିକି ଆପଣଙ୍କୁ ଦେଖାଉଛି। ତାପରେ ଏଠି ଡାଲିକି ମୁଁ ପାଣିରେ ଭିଜେଇକି ରଖିଦେଉଛି। ସଜନା ଛୁଇଁକି ମୁଁ ଏମିତି କାଟିକିରି ତାର ଚୋପା ଛଡ଼େଇକିରି ବାନ୍ଧି ଦେଇଛି କାହିଁକି ବାନ୍ଧିଛି ଆପଣଙ୍କୁ ମୁଁ ଆଗକୁ କହିବି। ତାପରେ ସବୁ ପରିବା ମୁଁ କାଟି ସାରିଲାଣି ତାକୁ ଆମେ ଟିକେ ତେଲରେ ଦେଇକରି ଭାଜି ଦବା ଟିକେ ପରିବାକୁ। ପରିବାଟା ଭାଜିଲେ ଡାଲମାର ଟେଷ୍ଟ ବଢ଼ିଆ ଆସେ। ଅଳ୍ପ ଟିକେ ତେଲ ଦେଇ ମୁଁ ଜିରା ଫୁଟେଇ ଦେଇଛି ତାପରେ ସବୁ ପରିବାକୁ ମୁଁ କଷେଇ ଦଉଛି। ଓଷା ପର୍ବପର୍ବାଣୀ ମାନଙ୍କରେ ଏମିତି ସବୁ ଡାଲମା କରିକିରି ଖାଇବାରେ ଯେଉଁ ମଜା ସେ ଅତ୍ୟଧିକ ତେଲ ମସଲାରେ ନଥାଏ ସାଧା ଡାଲମାରେ ଯେଉଁ ସୁଆଦ ପରିବାକୁ ମୁଁ ହାଲକା ଭାଜି ସାରିଲାଣି ମୁଁ ତାକୁ ପାଣି ଦେଇ ଦେଉଛି। ତାପରେ ଯେଉଁ ଡାଲି ମୁଁ ପାଣିରେ ଭିଜେଇକି ରଖିଥିଲି ଏହି ସମୟରେ ମୁଁ ପକେଇ ଦେଉଛି। ଡାଲି ମୁଁ ପକେଇ ଦେଉଛି ତାପରେ ସ୍ୱାଦ ଅନୁସାରେ ଲୁଣ ଆଉ ହଳଦୀ ଦେଇ ଦେଉଛି ମୁଁ। ଚୁଲିରେ ତ ରୋଷେଇ ହେଉଛି ତାହା ପୁଣି ଖରା ଇଏ ଯେଉଁ ଖରା ହେଉଛି ବାହାରେ ରୋଷେଇ ହେଉଛି ଚୁଲି ରୋଷେଇ ଖରା ଗ୍ୟାସ୍ ବି ମିଳିବା କଷ୍ଟ। ଚୁଲି ରୋଷେଇରେ ଫଟାଫଟ ବନିଯାଉଛି ସଜନା ଛୁଇଁ ଏହି ସମୟରେ ମୋର ଡାଲି ଫୁଟିଗଲାଣି ସଜନା ଛୁଇଁ ଆଉ ବାଇଗଣ ମୁଁ ପକେଇ ଦେଉଛି। ସିଝିଗଲା ପରେ ମୁଁ ଆପଣଙ୍କୁ ଦେଖାଉଛି ଦେଖନ୍ତୁ ଡାଲମାର କଲର୍ ବି ଚେଞ୍ଜ ହେଇଗଲାଣି। ଆ ଭିତରେ ଡାଲି ବି ଭଲସେ ସିଝିଗଲାଣି ବେଶୀ ସିଝିଲା ପର୍ଯ୍ୟନ୍ତ ଆମର ଡାଲି ରହିଲେ ଡାଲିଟା ଆମର ପାଣିଚିଆ ଲାଗିଯାଏ ଆଉ ହାଲକା ଟିକେ ଦରଦରା ରହିଲେ ଆମର ଡାଲମାର ଟେଷ୍ଟଟା ଭଲ ଆସେ। ତାକୁ ହାଲକା ମୁଁ ଟିକେ ଏମିତି ଦାବି ଦାବି ଦେଉଛି ମିଶେଇ ଦେଉଛି ପରିବାକୁ। ଯେଉଁ ଟମାଟୋକୁ ରଖିଥିଲେ ଆମେ ଟମାଟୋଟାକୁ ଫିଟେଇ ଦେଉଛି। ଏମିତି ସବୁ ଓଷା ବ୍ରତ ପର୍ବପର୍ବାଣୀ ମାନଙ୍କରେ ଡାଲମାର ଯେଉଁ ଟେଷ୍ଟ ଆପଣମାନେ ତ ବନେଇକିରି ଖାଇଥିବେ। ତାକୁ ମୁଁ ବାହାର କରିଦେଉଛି ଗୋଟେ ଜାଗାରେ ତାକୁ ଆଉ ଗୋଟେ ତଡ଼କା ଲଗାଇବା ଆମେ ଏଠି ମୁଁ ତେଲ ଦେଇ ଦେଉଛି ତେଲ ଜାଗାରେ ଆପଣମାନେ ଘିଅ ଦେବେ। ତେଜପତ୍ର ଆଉ ଶୁଖିଲା ଲଙ୍କା ତାପରେ ପଞ୍ଚୁ ଫୁଟଣ ମୁଁ ପକାଇ ଦେଉଛି। ହେଙ୍ଗୁ ଟିକେ ମୁଁ ଦେଉଛି ସାଧା ଡାଲମାରେ ହେଙ୍ଗୁ ଛୁଙ୍କ ଦେଲେ ଅଦା ହେଙ୍ଗୁ ଛୁଙ୍କ ଦେଲେ ତାର ଟେଷ୍ଟ ଭଲ ଆସିଥାଏ ଆଉ ବାସ୍ନା ବି ବଢ଼ିଆ ହୁଏ। ସାଙ୍ଗେ ସାଙ୍ଗେ ମୁଁ ପକାଇ ଦେଉଛି ଡାଲମା। ଛୁଙ୍କ ଦିଆ ହେଇଗଲା ଆମର ଡାଲମାଟା। ଏହି ସମୟରେ ଆପଣମାନେ ଟିକେ ଘିଅ ଦେଇପାରିବେ ମୁଁ ଏଠି ଘିଅ ଦେଉନି। ସାଧା ଡାଲମାରେ ଘିଅ ଛୁଙ୍କ ଦେଇକରି ବଘାରିଲେ ଆମର ଭଲ ଲାଗିଥାଏ ଆଉ ବାସ୍ନା ବି ଭଲ ହୁଏ। ଲାଷ୍ଟରେ ମୁଁ ପକାଇ ଦେଇଛି ଧନିଆ ପତ୍ର। ନଡ଼ିଆ ଦେଇ ଦେଉଛି। ସାଧା ଡାଲମାରେ ତ ନଡ଼ିଆ ନ ପକାଇଲେ ତାର ଟେଷ୍ଟ ନଥାଏ। ଲାଷ୍ଟରେ ପକାଇ ଦେଉଛି ଭଜା ଜିରା ଲଙ୍କା ଗୁଣ୍ଡ ରେଡ଼ି ହେଇଗଲା ଆମର ଅଦା ହେଙ୍ଗୁ ଛୁଙ୍କ ଦିଆ ସାଧା ଡାଲମା। ଆଜି ମୋର ରେସିପିରେ ମୁଁ ବନେଇଛି ଭେଜ୍ ପଲଉ। ମୋର ପୂର୍ବ ଭିଡ଼ିଓରେ ନେକ୍ସଟ ଭିଡ଼ିଓରେ ଆପଣମାନେ ପାଇପାରିବେ ପଲଉର ରେସିପିଟା ଭିଡ଼ିଓଟି ଲମ୍ବା ହେଇଯିବ ଆପଣମାନେ ତ ମୋ ଭିଡ଼ିଓକୁ ଦେଖୁଛନ୍ତି ଲାଇକ୍ କରୁନାହାନ୍ତି ସବସ୍କ୍ରାଇବ୍ କରୁନାହାନ୍ତି। ମୋ ଭିଡ଼ିଓ ଆପଣଙ୍କୁ କିପରି ଲାଗୁଛି କେଉଁ ଜାଗାରୁ ଆପଣମାନେ ଦେଖୁଛନ୍ତି ମୋତେ କମେଣ୍ଟ ସେକ୍ସନରେ ଜଣାଉନାହାନ୍ତି ଯାହାଫଳରେ କି ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଇ ପାରିବି। ଆମର ଏଥିରେ ବନିଛି ଆଜି ବନିଛି ଭେଜ୍ ପଲଉ ସହିତ ଡାଲମା ଆଉ ଖଟା ମୁଁ ବନେଇଛି। ମୋର ପୂର୍ବ ଭିଡ଼ିଓରେ ପାଇପାରିବେ ଆପଣମାନେ। ଭିଡ଼ିଓଟି ଆପଣଙ୍କୁ ନିଶ୍ଚିନ୍ତ ଭଲ ଲାଗିଥିବ ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ କେବେ ବି ଭୁଲିବେନି। ମୋ ଭିଡ଼ିଓ କିପରି ଲାଗିଲା ମୋତେ କମେଣ୍ଟ ସେକ୍ସନରେ ଜଣାଇଲେ ଯାହାଫଳରେ କି ମୁଁ ଆପଣଙ୍କୁ ଥ୍ୟାଙ୍କ ୟୁ ଜଣାଇବି। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ ରହୁଛି ନମସ୍କାର।